ଆମର ଓଡ଼ିଶାରେ ଯେଉଁ ଆଡଭେଞ୍ଚର ସ୍ପୋର୍ଟସ କଲଚର ଅଛି ତାହାକୁ ବଢ଼େଇବାକୁ ତାହାକୁ ଦୁଇ ପାଦ ଆଗକୁ ନେବା ପାଇଁ ଆଜି OMA ର ଫର୍ମେସନ ନେଇଛି ଓଡ଼ିଶା ମାଉଣ୍ଟେନିଂ ଆସୋସିଏସନ। ଆପଣ ଏଭରେଷ୍ଟଠୁ ଆରମ୍ଭ କରି କିଲିମାଞ୍ଜାରୋଠୁ ଆରମ୍ଭ କରି ଆପଣଙ୍କ ଏଲବ୍ରସ୍ କାଞ୍ଚନଜଙ୍ଗା ଯାହା ଯାହା ଶୃଙ୍ଗ ଅଛି ସେଥିରେ ଓଡ଼ିଆ ପିଲାମାନେ ବିଗତ ଦିନରେ ଆଜିର ଏ ସମୟରେ ବୋଧହୁଏ ଏଲବ୍ରସ୍ କୁ ଯାଇଛନ୍ତି, କିଲିମାଞ୍ଜାରୋକୁ ଆମର ଓଡ଼ିଆ ପିଲା ଯାଇଛନ୍ତି, ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ନେଇକି ଯାଇଛନ୍ତି, ଜଗନ୍ନାଥଙ୍କର ଚିତ୍ରରେ ଆଙ୍କିଛନ୍ତି, ପ୍ରତିକୃତିକୁ ଚିତ୍ରରେ ଆଙ୍କି ନେଇକି ଯାଇଛନ୍ତି। ଯେତେବେଳେ ତାହା ବିଦେଶରେ ଗୋଟେ ଶୃଙ୍ଗ ଉପରେ ଜଗନ୍ନାଥଙ୍କ ପ୍ରତିକୃତି ଧରିବେ, ଖଣ୍ଡୁଆ ପାଟକୁ ଧରିବେ, ୟାଠୁ ବଡ ଗୌରବର କଥା ଆମ ପାଇଁ କିଛି ନହେଇପାରେ। ତେଣୁ ସରକାର ନିଶ୍ଚିତ ଭାବରେ ଏ ଦୁଃସାହସିକ କ୍ରୀଡ଼ାକୁ କେବଳ ପର୍ବତ ରୋହୀଙ୍କ ପାଇଁ ନୁହେଁ, ଆମେ ୱିଣ୍ଡ ସର୍ଫିଂ ଠୁ ଆରମ୍ଭ କରି ସ୍କୁବା ଡାଇଭିଂ ପର୍ଯ୍ୟନ୍ତ, କ୍ୟାନୋଇଂ ଠୁ ଆରମ୍ଭ କରି କାୟାକିଂ ପର୍ଯ୍ୟନ୍ତ ଏ ସବୁକୁ ଗୁରୁତ୍ୱର ସହିତ ବିଚାର କରୁଛୁ। ଆଜିର ଦିନ ଆମେ ଗୋଠପାଟଣାରେ ଯୋଉ ବଡ ଷ୍ଟାଡିୟମ କରିବାକୁ ଯାଉଛୁ, ସ୍ପୋର୍ଟସ ଭ୍ୟାଲି କରିବାକୁ ଯାଉଛୁ, ସେଠି ବି BMX ଟ୍ରାକ୍ ରଖିଛୁ, ଯୋଉଟା କି ଆପଣଙ୍କର ମାଉଣ୍ଟେନ ବାଇକିଂ କୁହାଯାଏ, ତାକୁ ବି ଆମେ ରଖିଛୁ। ତେଣୁ ଦୁଃସାହସିକ କ୍ରୀଡ଼ା ପ୍ରତି ସରକାରଙ୍କର ଉଦ୍ୟମ ଅଛି ଏବଂ ଆଜି OMA ର ଫର୍ମେସନ ଡେ ରେ ମୁଁ ତାଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜ୍ଞାପନ କରୁଛି। ବର୍ତ୍ତମାନ ଯୋଉଭଳି ଭାବେ ଯୋଉମାନେ ପାରାଅଲିମ୍ପିକ ଅଲିମ୍ପିକ ଫେରିଥିଲେ ସେମାନେ କଣ ଫେଲିସିଟେଟ୍ କରିଥିଲେ, ପାରାଅଲିମ୍ପିକ ପାଇଁ କେମିତି କଣ ପ୍ରିପାରେସନ କେମିତି ପଠେଇବା ପାଇଁ ବ୍ୟବସ୍ଥା କରୁଛନ୍ତି? ଦେଖନ୍ତୁ, ମେଡାଲ ହଉଛି ମେଡାଲ, ଆପଣ ପାରାଅଲିମ୍ପିକ ରୁ ପାଆନ୍ତୁ, ଅଲିମ୍ପିକ ରୁ ପାଆନ୍ତୁ, ସରକାରଙ୍କର ଯେଉଁଭଳି ଭାବରେ ପ୍ରୋତ୍ସାହନ ଅନ୍ୟ ଖେଳ ପ୍ରତି ରହିଛି, ସରକାର କ୍ଷମତାକୁ ନେଇକି ବାଛ ବିଚାର କରନ୍ତି ନା। ଧନ୍ୟବାଦ।